Hello everyone, welcome back to my YouTube channel Bhisma Online। ପିଲାମାନେ ଆମେ କାଲି ତୁମ ସପ୍ତମ ଶ୍ରେଣୀ ବିଜ୍ଞାନ ବହିର ତୃତୀୟ ଅଧ୍ୟାୟ ଅମ୍ଳ କ୍ଷାର ଓ ଲବଣ ବିଷୟଟିକୁ ପଢ଼ିଥିଲେ। ତ ଆମେ କେତେ ଯାକେ ପଢ଼ିଥିଲେ? ଅମ୍ଳ ବିଷୟରେ ଜାଣିଥିଲେ, କ୍ଷାର ବିଷୟରେ ଜାଣିଥିଲେ, ସେମାନଙ୍କ ଧର୍ମ ବିଷୟରେ ଜାଣିଥିଲେ ଏବଂ ସୂଚକ ବ୍ୟବହାର କରି କିପରି ତାର ପରୀକ୍ଷା କରାଯିବ ସେସବୁ ବିଷୟରେ ମଧ୍ୟ ଜାଣିଥିଲେ। ତ ପିଲାମାନେ ଆଜି ଆମେ କ'ଣ ପଢ଼ିବାର ଥିଲା ନା ପ୍ରଶମିତ ବା ପ୍ରଶମନୀକରଣ। ପିଲାମାନେ ପ୍ରଶମନୀକରଣ କ'ଣ ନା ଯେତେବେଳେ ଅମ୍ଳ ଆଉ କ୍ଷାର ପ୍ରତିକ୍ରିୟା ସୃଷ୍ଟି କରି ନୂତନ ପଦାର୍ଥ ସୃଷ୍ଟି କରନ୍ତି ସେତେବେଳେ ଆମେ ତାକୁ କ'ଣ କହିବା? ପ୍ରଶମନୀକରଣ। ଏହା ହେଉଛି ଅମ୍ଳ ଦ୍ରବଣ ଓ କ୍ଷାର ଦ୍ରବଣର କ'ଣ ମିଶିକି ତିଆରି ହୁଏ। ଏହା ଦ୍ୱାରା କ'ଣ ହୁଏ ନା ଅମ୍ଳର ଅମ୍ଳୀୟ ପ୍ରକୃତି ଓ କ୍ଷାରର କ୍ଷାରୀୟ ପ୍ରକୃତି ଲୋପ ପାଇଯାଏ, ଅର୍ଥାତ୍ ଅମ୍ଳ କି କ୍ଷାର ଲାଗେ ନାହିଁ। ଏହି ପ୍ରଶମନ ପ୍ରକ୍ରିୟାରେ ଏକ ନୂତନ ପଦାର୍ଥ ଓ ତାପ ସୃଷ୍ଟି ହୁଏ। ଏହି ପଦାର୍ଥକୁ ଲବଣ କୁହାଯାଏ। ବୁଝିଗଲା? ଲବଣଟା ଅମ୍ଳୀୟ ହୋଇପାରେ କିମ୍ବା କ୍ଷାରୀୟ ହୋଇପାରେ କିମ୍ବା ପ୍ରଶମିତ ହୋଇପାରେ। ବୁଝିଗଲା? ପ୍ରଶମିତ ମାନେ କ'ଣ ନା ଯାହାର ଅମ୍ଳ ନୁହେଁ କି କ୍ଷାର ନୁହେଁ। ଯେମିତିକି ଆମେ ସାଧା ପାଣି ଆମେ ପିଉଛେ, ତାହା କ'ଣ ଆମକୁ ଖଟା ଲାଗେନି କି ଖାରିଆ ଲାଗେନି କି ଲୁଣିଆ ଲାଗେନି, ତେଣୁ ତାକୁ କ'ଣ କୁହାଯିବ? ପ୍ରଶମିତ କୁହାଯିବ। ଏଠି ଦେଖ ଗୋଟେ ପରୀକ୍ଷା ଦେଇଛି, ଅମ୍ଳ ଆଉ କ୍ଷାର ମିଶିଲା ପରେ କ'ଣ ହେଉଛି? ଲବଣ ସୃଷ୍ଟି ହେଉଛି ଆଉ ଜଳ ଉତ୍ପାଦିତ ତାପ ବାହାରୁଛି। ଲବଣ ଆମ୍ଳକୁ କ'ଣ କୁହାଯାଉଛି? HCl ବା ହାଇଡ୍ରୋକ୍ଲୋରିକ୍ ଏସିଡ୍। ପ୍ଲସ୍ ତାକୁ କ'ଣ ମିଶେଇବା? ଏଟା ହେଉଛି ଗୋଟେ ଏସିଡ୍, ଆଉ ଗୋଟେ କ୍ଷାର ଦରକାର ବା ବେସ୍ ଦରକାର। କ୍ଷାରଟା କ'ଣ? ସୋଡ଼ିୟମ ହାଇଡ୍ରୋକ୍ସାଇଡ୍। ସୋଡ଼ିୟମ ହାଇଡ୍ରୋକ୍ସାଇଡ୍ଟା କ'ଣ? NaOH। ସେ ମିଶିକି ଦୁଇଟା ସାରା କ'ଣ ତିଆରି ହେଉଛି? ଏଠି ସୋଡ଼ିୟମ ହାଇଡ୍ରୋକ୍ସାଇଡ୍ରୁ Na ଆଉ ଲବଣ ଆମ୍ଳରୁ Cl ମିଶିକି ହେଇଯାଉଛି NaCl ବା ସୋଡ଼ିୟମ କ୍ଲୋରାଇଡ୍, ଯାହାକି ଖାଇବା ଲୁଣ। ପ୍ଲସ୍ ଆଉ କ'ଣ ଏଠି ଗୋଟେ H ରହିଲା, ଏଠି ଗୋଟେ H ଆଉ ଗୋଟେ O, ତ ଦୁଇଟା H କୁ H2 ଆଉ ଗୋଟେ O କୁ O ରହିଲା। H2O ଟା ହେଉଛି କ'ଣ ନା ଆମର ଜଳ। ବୁଝିଗଲା? ତାହେଲେ ଦୈନନ୍ଦିନ ଜୀବନରେ ପ୍ରଶମନୀକରଣ ଓ ବଦହଜମ। ଆମ ପାକସ୍ଥଳୀରେ ଥିବା ଲବଣାମ୍ଳ ଖାଦ୍ୟ ହଜମରେ ସହାୟକ ହୋଇଥାଏ। ବୁଝିହେଲା କି? ତ ଏହି ଅମ୍ଳ ଯଦି ଅଧିକ ମାତ୍ରାରେ କ୍ଷରିତ ହେବ ତାହେଲେ କ'ଣ ହେବ ନା ବଦହଜମ ହୋଇ ବହୁ କଷ୍ଟଦାୟକ ହେବ। ଯେଉଁଥିପାଇଁ ଆମକୁ କ'ଣ କରିବାକୁ ପଡ଼ିବ ନା ପ୍ରତି ଅମ୍ଳ ବଟିକା ବା ଏସିଡ୍ ଟାବଲେଟ୍ ଖାଇବାକୁ ପଡ଼ିବ। ତ ପିଲାମାନେ ଆମେ ଜାଣିଛେ କ'ଣ ସବୁ ଜିନିଷ ଅତିରୁ ଇତି ହୋଇଥାଏ, ଅର୍ଥାତ୍ ଯେତିକି ଆବଶ୍ୟକ ସେତିକି ଦେଲେ ଠିକ୍, ଯଦି ଅଧିକା ହେଇଗଲେ ବି ଖରାପ, ଭଲ ହେଲେ ବି ଖରାପ। ଯେମିତି ଗୋଟେ ଉଦାହରଣ ଦେଖ ପିଲାମାନେ, ତୁମେ ଘରେ ସରବତ କରିକି ପିଉଛ। ବୁଝିହେଲା? ସରବତରେ ଚିନି ଲୁଣ ଯଦି ଠିକ୍ ମାପରେ ପଡ଼ିଥିବ ତାହେଲେ ତୁମକୁ ଭଲ ଲାଗିବ ପିଇବା ପାଇଁ। ଯଦି ତୁମେ ଚିନି ପୁରା କମେଇ ଦେଇଥିବ, ଜମା ଦେଇନଥିବ, ଲୁଣ ଅଧିକା ପକେଇ ଦେଇଥିବ, ସରବତ ଭଳିଆ ଲାଗିବ ନା? ଲାଗିବନି। ତା କେମିତି ଲାଗିବ? ଲୁଣିଆ ଲାଗିବ, ଅମିଠା ଲାଗିବ। ଠିକ୍ ସେଭଳିଆ ଯଦି ତୁମେ ଅଧିକା ଚିନି ପକେଇଦବ ଖାଲି ଶିରା ଭଳିଆ ଲାଗିବ, ସେ ସରବତ ଭଳିଆ ଲାଗିବନି। ତେଣୁ ଯେଉଁଠାରେ ଯେତିକି ଦରକାର ସେତିକି କ'ଣ ଦେଲେ ଠିକ୍। ସେଇଭଳିଆ ଶରୀରରେ ଆମର ଯେତିକି ଲବଣାମ୍ଳ ବା ଲବଣାମ୍ଳ ଦରକାର ଖାଦ୍ୟ ହଜମ ପାଇଁ ସେତିକି ରହିଲେ ଠିକ୍। ଯଦି ସେ ଅଧିକା ହେଇଯିବ ତାହେଲେ କ'ଣ ହେବ? ଆମକୁ ଏସିଡ୍ ହେଇଯିବ ବୋଲି କୁହାଯିବ। ତା ପାଇଁ ଆମକୁ ଏସିଡ୍ ଟାବଲେଟ୍ ଖାଇବା ପାଇଁ ପଡ଼ିବ ବା ପ୍ରତି ଅମ୍ଳ ବଟିକା ଖାଇବାକୁ ପଡ଼ିବ। ଠିକ୍ ସେଇଭଳି ପିମ୍ପୁଡ଼ି କାମୁଡ଼ା। ପିମ୍ପୁଡ଼ିରେ ଆମେ ପଢ଼ିଥିଲେ ପୂର୍ବରୁ କ'ଣ ନା ଫର୍ମିକ ଅମ୍ଳ ଥାଏ। ପିମ୍ପୁଡ଼ି, ଜନ୍ଦା, ମହୁମାଛିର ଶୁଣ୍ଡ। ତ ଏଇ ଫର୍ମିକ ଅମ୍ଳ କ'ଣ ନା ଆମକୁ ଶରୀରରେ ଆସିକି ପୀଡ଼ା ପ୍ରଦାନ କରିଥାଏ। ଏହା ଉପରେ କ'ଣ କଲେ ଭଲ ହେବ ନା ଖାଇବା ସୋଡ଼ା କିମ୍ବା କାଲମିନ୍ ଦ୍ରବଣ ଘଷି ଦେଲେ ଏହା ପ୍ରଶମିତ ହେଇଯିବ ଏବଂ ଆମକୁ ଜଳାପୋଡ଼ା ହେବ ନାହିଁ। ଠିକ୍ ସେଇଭଳି ଶିଳ୍ପ ଆବର୍ଜନା କ'ଣ ନା ଶିଳ୍ପ ଆବର୍ଜନା ଜଳରେ ମିଶିଲେ କ'ଣ ହେବ? ଏଥିରେ ଥିବା ଅମ୍ଳ ଜଳକୁ ପ୍ରଦୂଷିତ କରିଦିଏ। ମାଛ ଏବଂ ଅନ୍ୟ ଜୀବମାନଙ୍କ ପାଇଁ ଏହା ମଧ୍ୟ କ୍ଷତିକାରକ ହୋଇଥାଏ। ଏଣୁ ପ୍ରଥମେ କ୍ଷାରକ ପ୍ରୟୋଗ କରି କାରଖାନା ନିର୍ଗତ ଜଳକୁ ପ୍ରଶମିତ କରାଯାଇଥାଏ। ବୁଝିପାରିଲ ପିଲାମାନେ? ଏ ଦେଖ ଏ ଲୋକର ପାକସ୍ଥଳୀରେ କ'ଣ ହେଇଛି? ଅଧିକ ଆମର ଫର୍ମିକ ଅମ୍ଳ ହେଇଯାଇଛି। ଫର୍ମିକ ଅମ୍ଳ ତ ନା ଆମର ଲବଣାମ୍ଳ। ବୁଝିଗଲା? ତ ଆ ପେଟରେ ଅଧିକ ଲବଣାମ୍ଳ କ୍ଷଳିତ ହେଇଛି, ଯାହାଫଳରେ କି ତାକୁ ବଦ ହଜମ ହେଇଯାଇଛି, ଖାଦ୍ୟ ହଜମ ହେଇନି। ସେଥିପାଇଁ ତାକୁ ଏସିଡ୍ ଟାବଲେଟ୍ ଦେଲେ ସେ ଠିକ୍ ହେଇଯିବ। ଆଉ ଇଏ ହେଉଛି ଶିଳ୍ପ ବା କାରଖାନାର
ଆବର୍ଜନା। ବୁଝିହେଲା? ତ ପିଲାମାନେ ଆମେ ବିଷୟଟିକୁ ଭଲ ଭାବେ ବୁଝିଲେ। ଦେଖିଲେ କ'ଣ କ'ଣ ଶିଖିଲେ ତାହେଲେ ପିଲାମାନେ ଆମ ବିଷୟରୁ? ନା ଅମ୍ଳ ସ୍ୱାଦ ଖଟା, କ୍ଷାରକର ସ୍ୱାଦ ଖାରିଆ ଓ ଲବଣର ସ୍ୱାଦ ଲୁଣିଆ। ଅମ୍ଳ ନୀଳ ଲିଟମସକୁ ଲାଲ କରେ, କ୍ଷାରକ ନାଲି ଲିଟମସକୁ ନୀଳ କରେ। ଯେଉଁ ପଦାର୍ଥ ଅମ୍ଳ କିମ୍ବା କ୍ଷାରକ ନୁହେଁ ତାହାକୁ ଆମେ ପ୍ରଶମିତ ପଦାର୍ଥ କୁହାଯାଏ। ଅମ୍ଳ ଓ କ୍ଷାରକକୁ ଚିହ୍ନିବାକୁ ବ୍ୟବହୃତ ପଦାର୍ଥକୁ ସୂଚକ କୁହାଯାଏ। ବୁଝିହେଲା? ଅମ୍ଳ ଓ କ୍ଷାର ମିଶିଲେ ଉଭୟ ପ୍ରଶମିତ ହୋଇ ଲବଣ ସୃଷ୍ଟି ହୁଏ। ଲବଣ ଅମ୍ଳୀୟ ହୋଇପାରେ, କ୍ଷାର ହୋଇପାରେ କିମ୍ବା ପ୍ରଶମିତ ପଦାର୍ଥ ହୋଇପାରେ। ତ କୋଉ ପ୍ରକାର ଅମ୍ଳୀୟ କୋଉ ପ୍ରକାର କ୍ଷାର ମିଶିଲେ କ'ଣ ହବ ସେଟା ଅଲଗା ଅଲଗା ସବୁ ଜଣା ପଡିବ। ବୁଝିହେଲା? ତ ପିଲାମାନେ ଚାଲ ଆମେ ବିଷୟର ପ୍ରଶ୍ନ ଉତ୍ତରକୁ କରିଦବା। ବୁଝିଲ? ତ ପ୍ରଶ୍ନ ଉତ୍ତର କରିବା କ'ଣ ଦେଇଛି? ପ୍ରଥମ ପ୍ରଶ୍ନ ନା 3ଟି ଲେଖାଏଁ ଅମ୍ଳୀୟ ଓ କ୍ଷାରୀୟ ପଦାର୍ଥର ନାମ ଲେଖ। ଅମ୍ଳର କ'ଣ ଆସିବ? ନା ଲେମ୍ବୁ ଆସିବ। ବୁଝିହେଲା? ଆଉ ତେନ୍ତୁଳି ଆସିବ, ଆଉ ଭିନେଗାର ଆସିବ। ସେଇଭଳିଆ ଅମ୍ଳର କ୍ଷାରର କ'ଣ ହବ? ନା ଖାଇବା ସୋଡ଼ା, ଆଉ କ'ଣ ସାବୁନ, ଆଉ ଚୂନ ପାଣି। ବୁଝିହେଲା? ତ ତାହେଲେ କ'ଣ ହବ? ଆମର ଅମ୍ଳରେ ହବ ଲେମ୍ବୁ, ତେନ୍ତୁଳି, ଭିନେଗାର, ହେଲା, ଆମ୍ବ, କଞ୍ଚା ଆମ୍ବ, ହେଲା। ଆଉ କ୍ଷାରରେ ହବ କ'ଣ? ଖାଇବା ସୋଡ଼ା, ସାବୁନ, ଚୂନ ପାଣି। ବୁଝିହେଲା? ଶ୍ୟାମ୍ପୁ। ତାପରେ 2 ନମ୍ବର, ଅମ୍ଳ ଓ କ୍ଷାରକ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ଅମ୍ଳ କ'ଣ? ନା ଅମ୍ଳର ସ୍ୱାଦ ଖଟା, କ୍ଷାରକର ସ୍ୱାଦ ଖାରିଆ। ଅମ୍ଳରେ କ'ଣ ଯାଉଛି? ଲେମ୍ବୁ, ତେନ୍ତୁଳି, ଭିନେଗାର, କଞ୍ଚା ଆମ୍ବରେ ଅମ୍ଳ ଅଛି, ଖାଇବା ସୋଡ଼ା, ସାବୁନ, ଚୂନ ପାଣିରେ କ୍ଷାରକ ଅଛି। ଅମ୍ଳ ନୀଳ ଲିଟମସ କାଗଜକୁ ନାଲି କରେ, କ୍ଷାର ଲାଲ ଲିଟମସ କାଗଜକୁ ନୀଳ କରେ। ମନ୍ଦାର ଫୁଲ ପାଖୁଡାରେ ପ୍ରସ୍ତୁତ ଦ୍ରବଣକୁ ଅମ୍ଳୀୟ ଦ୍ରବଣ ସହ ମିଶି ଗାଢ଼ ପାଟଳ ରଙ୍ଗ ହୋଇଥାଏ। ଆଉ ମନ୍ଦାର ଫୁଲ ପାଖୁଡାରୁ ପ୍ରସ୍ତୁତ ଦ୍ରବଣ କ୍ଷାରୀୟ ଦ୍ରବଣ ସହ ମିଶିଲେ ସବୁଜ ରଙ୍ଗ ହୋଇଥାଏ। ତ ଇଏ ହେଇଗଲା ଆମର ଅମ୍ଳ ଓ କ୍ଷାରକ ମଧ୍ୟରେ ପାର୍ଥକ୍ୟ। ତାପରେ କ'ଣ ଦେଇଛି ପ୍ରଶ୍ନ? ନା ଲିଟମସ କାଗଜ କିପରି ପ୍ରସ୍ତୁତ ହୁଏ? ନା ଲିଟମସ ଲାଇକେନରୁ ପ୍ରସ୍ତୁତ ହୁଏ। ଏହା ଦ୍ରବଣ କିମ୍ବା କାଗଜ ଖଣ୍ଡ ରୂପରେ ମିଳେ। ଏହି କାଗଜକୁ ଲିଟମସ କାଗଜ କୁହାଯାଏ। ଏହି କାଗଜ 2 ପ୍ରକାର, ଯଥା ନାଲି ଲିଟମସ କାଗଜ ଓ ନୀଳ ଲିଟମସ କାଗଜ। ଏହାର ବ୍ୟବହାର କ'ଣ? ନା କୌଣସି ପଦାର୍ଥର ଅମ୍ଳୀୟ କିମ୍ବା କ୍ଷାରୀୟ ଗୁଣକୁ ଜାଣିବା ପାଇଁ ଏହାକୁ ବ୍ୟବହାର କରାଯାଏ। ତେଣୁ ଏହାକୁ ସୂଚକ ମଧ୍ୟ କୁହାଯାଏ। ଅମ୍ଳୀୟ ଦ୍ରବଣରେ ନୀଳ ଲିଟମସ ଯେପରି ନାଲି ଓ କ୍ଷାରୀୟ ଦ୍ରବଣରେ ନାଲି ଲିଟମସ ନୀଳ ରଙ୍ଗ ହୋଇଥାଏ। ବୁଝିହେଲା? ତାପରେ ପ୍ରଶମନୀକରଣ କ'ଣ? ଉଦାହରଣ ସହ ବୁଝାଅ। ପ୍ରଶମନୀକରଣ କ'ଣ ଏବେ ପଢିଲେ? ନା ଅମ୍ଳ ଓ କ୍ଷାରକ ମଧ୍ୟରେ ପ୍ରତିକ୍ରିୟାକୁ ପ୍ରଶମନୀକରଣ କୁହାଯାଏ। ଏହା ପ୍ରତିକ୍ରିୟାରେ ଲବଣ ଓ ଜଳ ଉତ୍ପନ୍ନ ହୋଇଥାଏ। ଏଥିରୁ ତାପ ମଧ୍ୟ ଉତ୍ପନ୍ନ ହୁଏ। ଉଦାହରଣ କ'ଣ? ଅମ୍ଳ ଆଉ କ'ଣ ପ୍ଲସ୍ କ୍ଷାର ମିଶିଲେ କ'ଣ ହବ? ବାହାରିବ ଲବଣ ବାହାରିବ, ଆଉ ଜଳ ବାହାରିବ, ପ୍ଲସ୍ ତାପ ବାହାରିବ। ଆଉ କ'ଣ? ନା HCl ପ୍ଲସ୍ NaOH ମିଶିଲେ କ'ଣ ହବ? NaCl ପ୍ଲସ୍ H2O। ବୁଝିହେଲା? ଉଦାହରଣ। ତାପରେ 5 ନମ୍ବର, ଚୂନ ପାଣି ଅମ୍ଳୀୟ, କ୍ଷାରୀୟ, ପ୍ରଶମିତ କି ତୁମେ କିପରି ପ୍ରମାଣିତ କରିବ? କିପରି କରିବା? ନା ଚୂନ ପାଣିଟା କ୍ଷାରୀୟ ଅଟେ। ହେଲା, କେମିତି ପରୀକ୍ଷା କରିବା? ନା ଗୋଟିଏ ନାଲି ଲିଟମସ କାଗଜ ଓ ଗୋଟିଏ ନୀଳ ଲିଟମସ କାଗଜ ନେଇ ପୃଥକ ଭାବରେ ଚୂନ ପାଣିରେ ବୁଡ଼ା ଯାଉ। ଦେଖାଯିବ ଯେ ନୀଳ ଲିଟମସ କାଗଜଟି ନୀଳ ହୋଇଯାଇଛି ଓ ନାଲି ଲିଟମସ କାଗଜଟି ନୀଳ ହୋଇଯାଇଛି ଏବଂ ନୀଳ ଲିଟମସ କାଗଜ ରଙ୍ଗ ଅପରିବର୍ତ୍ତିତ ରହିଛି। ଆମେ ଜାଣିଛେ କ୍ଷାରଟା ଲାଲ ଲିଟମସ କାଗଜକୁ ନୀଳ କରିଦିଏ। ତେଣୁ ଏଥିରୁ ଜଣାଗଲା ଯେ ଚୂନ ପାଣିଟା ହେଉଛି ଖାରିଆ। 6 ନମ୍ବର,
ତୁମେ ନୂଆ ବର୍ଷରେ ତୁମ ସାଙ୍ଗ ପାଖକୁ ଅଭିନନ୍ଦନ ପତ୍ର ପଠାଇବା ପାଇଁ ଇଚ୍ଛୁକ। ଏକ ସୂଚକ ପଦାର୍ଥ ମାଧ୍ୟମରେ ଅଭିନନ୍ଦନ ପତ୍ରଟି କିପରି ପ୍ରସ୍ତୁତ କରିବ? କିପରି କରିବା ପିଲାମାନେ? ନା ପ୍ରଥମେ ଏକ ବଡ଼ କାଗଜ ହଳଦୀ ଗୁଣ୍ଡରେ ଅଳ୍ପ ପାଣି ମିଶାଇ ବହଳିଆ ଦ୍ରବଣ ପ୍ରସ୍ତୁତ କରାଯାଉ। ଏକ ବଡ଼ ଚାମଚ ହଳଦୀ ଗୁଣ୍ଡର ହେଲା। ତାପରେ କ୍ଲୋଟିଂ କାଗଜରେ ଏହି ଦ୍ରବଣକୁ ପକାଇ ଶୁଖାଯାଉ। ଏହାପରେ ବିଭିନ୍ନ ଆକାରରେ ଏହାକୁ କାଟି ତା ଉପରେ ସାବୁନ ପାଣିରେ ବା ତୁଳା ଲୁଗା କାଠି ଦ୍ୱାରା ବିଭିନ୍ନ ଚିତ୍ର ଅଙ୍କନ କରାଯାଉ। ଏହାକୁ ବ୍ୟବହାର କରି ନବବର୍ଷ ପାଇଁ ଅଭିନନ୍ଦନ ପତ୍ର ପ୍ରସ୍ତୁତ କରାଯାଇପାରିବ। ବୁଝିଗଲା ପିଲାମାନେ? ତାପରେ ଦେଖିବା କ'ଣ ନା 7 ନମ୍ବର। ନାଲି ଲିଟମସ୍ ଓ ନୀଳ ଲିଟମସ୍ କାଗଜରେ ଏକ ଦ୍ରବଣ ପକାଇବାର କୌଣସିଟିର ପରିବର୍ତ୍ତନ ହେଲା ନାହିଁ। ଦ୍ରବଣଟି କେଉଁ ପ୍ରକୃତିର ଦର୍ଶାଅ? ନା ନାଲି ଲିଟମସ୍ ଓ ନୀଳ ଲିଟମସ୍ କାଗଜରେ ଏକ ଦ୍ରବଣ ପକାଇବାର କୌଣସି ପରିବର୍ତ୍ତନ ହେଲା ନାହିଁ। ତେଣୁ ଦ୍ରବଣଟି କ'ଣ? ନା ପ୍ରଶମିତ ଦ୍ରବଣ ଅଟେ। ବୁଝିଗଲା ପିଲାମାନେ? ତାପରେ ଦେଖିବା 8 ନମ୍ବର କ। ପ୍ରଥମ ଶବ୍ଦ ଦ୍ୱୟ ସମ୍ପର୍କ ଦେଖି ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି ଲେଖିବା। ଯେପରି ଚୂନ ପାଣିଟା ହଉଛି କ୍ଷାରକ, ପାତିତ ଜଳଟା କ'ଣ ହବ ତାହେଲେ? ନା ପ୍ରଶମିତ ଦ୍ରବଣ। ବୁଝିଗଲା? ତେନ୍ତୁଳିଟା ହଉଛି ଟାର୍ଟାରିକ ଅମ୍ଳ, ଦହିଟା କ'ଣ? ନା ଲାକ୍ଟିକ ଅମ୍ଳ। ନୀଳ ଲିଟମସକୁ ନାଲି ଅମ୍ଳ, ନାଲି ଲିଟମସକୁ ନୀଳ କିଏ କରିବ? କ୍ଷାର। ପ୍ରତି ଅମ୍ଳଟା ହଉଛି ବଦହଜମ, କ୍ୟାଲାମିନଟା ହଉଛି କ'ଣ? ନା ପିମ୍ପୁଡି କାମୁଡା। ବୁଝିଗଲା? ତାପରେ ହଉଛି କ'ଣ? 9 ନମ୍ବର କାରଣ ଦର୍ଶାଅ। ବୁଝିଗଲା? ତ ଶିଳ୍ପ ଆବର୍ଜନା ଜଳ ସ୍ରୋତରେ ମିଶିବା ପୂର୍ବରୁ ଏହାକୁ ପ୍ରଶମିତ କରିବା ଜରୁରୀ। କାରଣ କ'ଣ? ନା ଶିଳ୍ପ ଆବର୍ଜନା ଜଳରେ ମିଶିଲେ ଏଥିରେ କ'ଣ ହବ? ନା ଏଥିରେ ଥିବା ଅମ୍ଳ ଜଳକୁ ପ୍ରଦୂଷିତ କରେ। ଫଳରେ ମାଛ, ଅନ୍ୟାନ୍ୟ ଜଳଜୀବ ଓ ସେହି ଜଳକୁ ବ୍ୟବହାର କରୁଥିବା ପ୍ରାଣୀମାନଙ୍କ ପାଇଁ ଏହା କ୍ଷତିକାରକ ହୋଇଥାଏ। ତେଣୁ ପ୍ରଥମେ କ୍ଷାରକ ପ୍ରୟୋଗ କରି ଶିଳ୍ପ କାରଖାନାରୁ ନିର୍ଗତ ଜଳକୁ ପ୍ରଶମିତ କରିବା ଜରୁରୀ। ତାପରେ ଖ। ତୁମର ବଦହଜମ ରୋଗ ହେଲେ ପ୍ରତି ଅମ୍ଳ ବଟିକା ଖାଅ। କାହିଁକି? ନା ଆମ ପାକସ୍ଥଳୀରୁ ଖାଦ୍ୟ ହଜମ ନିମନ୍ତେ ସର୍ବଦା ଲବଣାମ୍ଳ କ୍ଷରିତ ହୋଇଥାଏ। ମାତ୍ର ଏହି ଅମ୍ଳ ଅଧିକ ମାତ୍ରାରେ କ୍ଷରିତ ହେଲେ ଖାଦ୍ୟ ବଦହଜମ ହୋଇ ଆମକୁ ବହୁତ କଷ୍ଟ ହୁଏ। ଅମ୍ଳର ପ୍ରଭାବରୁ ପ୍ରଶମିତ କରିବା ପାଇଁ ଆମକୁ ପ୍ରତି ଅମ୍ଳ ବଟିକା ଖାଇବାକୁ ପଡ଼ିବ ବା ବାଲାନ୍ସ କରିବା ପାଇଁ, ଅମ୍ଳ କ୍ଷାରକୁ ବାଲାନ୍ସ କରିବା ପାଇଁ ଆମକୁ ପ୍ରତି ଅମ୍ଳ ବଟିକା ଖାଇବାକୁ ପଡ଼ିବ। ତାପରେ ଗ। ଗଟା କ'ଣ ଦେଇଛି? ବାସି ପଖାଳ ଖଟାଳିଆ ଲାଗେ। କାହିଁକି? ନା ଅମ୍ଳ ଥିବା ଖାଦ୍ୟର ସ୍ୱାଦ ଖଟାଳିଆ। ବାସି ପଖାଳରେ ବ୍ୟାକ୍ଟେରିଆ ଦ୍ୱାରା ଅମ୍ଳ ସୃଷ୍ଟି ହେଉଥିବାରୁ ତାହା ଖଟା ଲାଗେ। ବୁଝିଗଲା ପିଲାମାନେ? ଏବେ ଦେଖିବା କେତେ ନମ୍ବର? ନା 10 ନମ୍ବର। କେଉଁଠି ଠିକ୍ କେଉଁଠି ଭୁଲ ଚିହ୍ନେଇବା। ପଟାସିୟମ ହାଇଡ୍ରୋକ୍ସାଇଡ୍ ନାଲି ଲିଟମସକୁ ନୀଳ କରେ। ଏଟା ଠିକ୍ ହବ କି ଭୁଲ ହବ କହିଲ ଦେଖିଆ ପିଲାମାନେ? ଅକ୍ସାଇଡ୍ ଅଛି ମାନେ ଏଟା କ୍ଷାର। ଆମେ କ୍ଷାରଟା କ'ଣ କରେ? ନା ଲାଲ ଲିଟମସକୁ ନୀଳ କରେ। ତେଣୁ କଥାଟା ଠିକ୍ ଅଛି। ଯେକୌଣସି ଅକ୍ସାଇଡ୍ ହଉ, କ୍ଷାର ତ କ୍ଷାରଟା ନାଲକୁ ନୀଳ କରିବ। ତେଣୁ କ କ'ଣ ହବ? ଠିକ୍। ତାପରେ ଖ। ସୋଡିୟମ ହାଇଡ୍ରୋକ୍ସାଇଡ୍ ସହ ଲବଣାମ୍ଳ ମିଶିଲେ ପରସ୍ପର ପ୍ରଶମିତ ହୋଇ ଲବଣ ଓ ଜଳ ସୃଷ୍ଟି କରିବେ। ଗୋଟେ ଅମ୍ଳ ଆଉ ଗୋଟେ କ୍ଷାର ମିଶିଲେ ଲବଣ ଜଳ ସୃଷ୍ଟି କରିବ। କଥାଟା ଠିକ୍। ନାଇଟ୍ରିକ ଅମ୍ଳ ନାଲି ଲିଟମସକୁ ନୀଳ କରେ। ଆମେ ଜାଣିଛେ ଅମ୍ଳଟା ଆସିଲା ମାନେ କ'ଣ ହବ? କ'ଣ ହବ? ନୀଳ ଲିଟମସକୁ ଲାଲ କରିବ। କିନ୍ତୁ ଏଠି ଦେଇଛି କ'ଣ? ନାଲକୁ ନୀଳ। ତେଣୁ କଥାଟା ଭୁଲ। ଗଟା ଭୁଲ। କ୍ଷାରକ ଅଧିକ ହେଲେ ଦାନ୍ତ ମୂଳ ବିନ୍ଧେ। ଠିକ୍ ନା ଭୁଲ?
ନା ଏଟା ବି ଭୁଲ। ଅମ୍ଳ ଅଧିକା ହେଲେ ଦାନ୍ତ ମୂଳ ବିନ୍ଧେ। ଲେମ୍ବୁ ରସରେ ଅଧିକ ପରିମାଣରେ ଏସିଟିକ୍ ଅମ୍ଳ ଥାଏ। ଲେମ୍ବୁ ରସରେ ଅଧିକ ପରିମାଣରେ ଏସିଟିକ୍ ଅମ୍ଳ ଥାଏ। ଏଟା କଣ ଭୁଲ। ଏତେ ଏସିଟିକ୍ ଅମ୍ଳ ନଥାଏ। ବୁଝିହେଲା। ଲେମ୍ବୁ ରସରେ କି ଅମ୍ଳ ଥାଏ ପିଲାମାନେ? ଲେମ୍ବୁ ରସରେ ଆମର ସାଇଟ୍ରିକ୍ ଅମ୍ଳ କଣ ସାଇଟ୍ରିକ୍ ଅମ୍ଳ ଥାଏ। ବୁଝିହେଲା। କମଳା ଲେମ୍ବୁରେ ସାଇଟ୍ରିକ୍ ଅମ୍ଳ ଦେଇଥାଏ, କିନ୍ତୁ ଏଠି ଦେଇଛି କଣ ଏସିଟିକ୍। ଏସିଟିକ୍ ଟା ହଉଛି ଭିନେଗାର। ତେଣୁ କଥାଟା ହଉଛି ଭୁଲ। ବୁଝିହେଲା। ତାପରେ ଦେଇଛି 11 ନମ୍ବର। 11 ନମ୍ବର କଣ କହିଛି ନା ତୁମକୁ 3ଟି ବୋତଲରେ ଲବଣାମ୍ଳ, ସୋଡିୟମ ହାଇଡ୍ରୋକ୍ସାଇଡ୍ ଓ ଚିନି ପାଣି ପୃଥକ ଭାବରେ ଦିଆଯାଇଛି। ତୁମ ପାଖରେ ସୂଚକ ଭାବରେ ମନ୍ଦାର ପାଖୁଡା ଦ୍ରବଣ ଅଛି। ତୁମେ ସେମାନଙ୍କୁ କିପରି ଚିହ୍ନିବ? କିପରି ଚିହ୍ନିବା ନା ପ୍ରଥମେ ମନ୍ଦାର ପାଖୁଡା ଦ୍ରବଣକୁ 3ଟି ବୋତଲରେ ଥିବା ଦ୍ରବଣରେ ସମାନ ପରିମାଣରେ ମିଶାଇବା। ତାପରେ କଣ କରିବା, ଯେଉଁ ବୋତଲରେ ଥିବା ଦ୍ରବଣର ରଙ୍ଗ ଗାଢ ପାତଳ ରଙ୍ଗ ହେଇଯିବ ସେହି ବୋତଲରେ ଲବଣାମ୍ଳ ଅଛି ବୋଲି ଜଣାଯିବ। ଯେଉଁ ବୋତଲରେ ଥିବା ଦ୍ରବଣ ରଙ୍ଗ ସବୁଜ ହେଇଯିବ ସେହି ବୋତଲରେ ସୋଡିୟମ ହାଇଡ୍ରୋକ୍ସାଇଡ୍ ଅଛି ବୋଲି ଜଣାଯିବ। ଏବଂ ଯେଉଁ ବୋତଲରେ ଦ୍ରବଣ ରଙ୍ଗ ପରିବର୍ତ୍ତନ ହେବ ନାହିଁ ସେହି ବୋତଲରେ ଚିନି ପାଣି ଅଛି ବୋଲି ଜଣାଯିବ। ତ ପିଲାମାନେ ଆମେ ବିଷୟର ସମ୍ପୂର୍ଣ୍ଣ ପ୍ରଶ୍ନ ଉତ୍ତରକୁ ଆଲୋଚନା କରିଦେଲେ। ତ ସମସ୍ତେ ପ୍ରାୟ ବୁଝି ପାରିଥିବ। ବୁଝିଲ। ତାପରେ ତୁମ ପାଇଁ କାମ କଣ ଦିଆହେଇଛି ନା ତୁମ ଅଞ୍ଚଳରେ କିଛି ମାଟି ନମୁନା ଆଣି ଏହାର ଅମ୍ଳୀୟ, କ୍ଷାରୀୟ କିମ୍ବା ପ୍ରଶମିତ ପ୍ରକୃତି ନିରୂପଣ କର। କୃଷକ ମାନଙ୍କ ସହ ଏହି ମାଟିର ଗୁଣ ସମ୍ପର୍କରେ ଆଲୋଚନା କରିବ। ଆଉ କଣ, ଜଣେ ଡାକ୍ତରଙ୍କୁ ଭେଟି ବଦହଜମ ରୋଗର ଚିକିତ୍ସା ସମ୍ବନ୍ଧରେ ଆଲୋଚନା କର। ଏହା କିପରି ନିରାକରଣ ହେବ ତାହା ପଚାରି ବୁଝିବ। ତ ପିଲାମାନେ ସମସ୍ତେ ଭଲ ଭାବେ ବୁଝିପାରିଥିବ। ଯାହାର ଯେଉଁଠି ପ୍ରୋବ୍ଲେମ ଥିବ, ବୁଝିପାରିନଥିବ, ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣେଇବ। ବୁଝିହେଲା। ତ ପିଲାମାନେ ତୁମେ ଯଦି ଭଲ ଭାବରେ ବୁଝିପାରିଥିବ ତାହେଲେ ତମ ସାଙ୍ଗମାନଙ୍କୁ ଭିଡ଼ିଓଟି ସେୟାର କରିବ ଏବଂ ସେମାନଙ୍କୁ ଗୋଟେ ଲାଇକ୍ କରିବ। ତୁମେ ସେମାନଙ୍କୁ ଲାଇକ୍ କରିବା ପାଇଁ କହିବ। ଏବଂ ତୁମେ ଯଦି ଚ୍ୟାନେଲରେ ନୂଆ ଥିବ ତାହେଲେ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ କରିବ ଏବଂ ସାଙ୍ଗମାନଙ୍କୁ ସବସ୍କ୍ରାଇବ କରିବା ପାଇଁ ମଧ୍ୟ କହିବ। ତ ପିଲାମାନେ ପରବର୍ତ୍ତୀ ଭିଡ଼ିଓ ଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ଥ୍ୟାଙ୍କ ୟୁ।